ଧନୁ କ'ଣ ପାଇଁ ରେଡ଼ି ହେଲା, ଆମେ କୁଆଡ଼େ ଗଲୁ, ଭିଡ଼ିଓରେ ସେ ଯାଏଁ ଦେଖନ୍ତୁ। ନମସ୍କାର ସାଙ୍ଗମାନେ, ଆଜି ଥିଲା ଧୁରନ୍ଧର 2 ମୁଭି ପଡ଼ିଥିଲା, ଯେଉଁଟାକି କେଶରୀ ହଲ୍ରେ ଆମେ ଟିକେଟ୍ କରିଦେଇଥିଲୁ ଅନଲାଇନ୍, ଯାହାର ପ୍ରାଇସ୍ ଥିଲା 400 ଟଙ୍କା। ତାପରେ ଆମେ ଆସି ପହଞ୍ଚିଥିଲୁ କେଶରୀ ଟକିଜ୍ରେ। ଦେଖନ୍ତୁ ପୁରା ଏଠି କ୍ରାଉଡ଼୍ ଦେଖୁଛନ୍ତି ମାନେ ବହୁତ ଗହଳି ଥିଲା। ତା ଦେଖନ୍ତୁ ପୁରା ଏଣ୍ଟ୍ରି ନେଲେ। ତାର ଧନୁକୁ ପଚାରିଲି, ଧନୁ ମୁଭିଟା କେମିତି ହେଇଛି? ଧନୁ ଏଇଠି ବାଇ ଦେଉଥିଲେ, ବହୁତ ବଢ଼ିଆ ହେଇଛି ମୁଭିଟା। ତାର ଇଣ୍ଡିଆ ପାକିସ୍ତାନକୁ ନେଇ ମୁଭିଟା ହେଇଛି। ତାପରେ ମୁଭିର ଟାଇମିଂ ହେଉଛି 3 ରୁ 4 ଘଣ୍ଟା ଆପଣଙ୍କୁ ଏଠି ବସିକି ଦେଖିବାକୁ ପଡ଼ିବ। ତାପରେ ଆମକୁ ଗୋଟେ ପସ୍ ମିଳିଥିଲା, ଆମେ ଯେଉଁଟା କ୍ୟାସ୍ କାଉଣ୍ଟରରେ ଡିପୋଜିଟ୍ କରିଦେଇଥିଲୁ। ତାପରେ ଆମେ ଯାଇଥିଲୁ ଆମ ଖଟିକି ସେଠି ଚା ପିଇକି। ତାପରେ ଆମେ ଯାଇଥିଲୁ ମାର୍କେଟ ବିଲ୍ଡିଂ, ଆମର କିଛି ନେବାର ଥିଲା ଠାକୁରଙ୍କର ଜିନିଷ, ନଡ଼ିଆ କଦଳୀ ନେଇ ତାର ପାଇଁ ଦେଇଥିଲୁ ମା ଲକ୍ଷ୍ମୀ ଭେଜ୍ ଫାଷ୍ଟଫୁଡ଼୍, ଯେଉଁଟା ହେଉଛି ଡେଲ୍ଟା ଛକରେ। ତାପରେ ଆମେ 2ଟା ଅର୍ଡ଼ର କରିଥିଲୁ, ମୋର ଗୋଟେ ଥିଲା ଆଉ ଧନୁର ଗୋଟେ ଥିଲା। ତାର ବହୁତ ଟେଷ୍ଟ ବହୁତ ବଢ଼ିଆ ଥିଲା। ଧନୁ ଟେଷ୍ଟ କରିକି ଜଣାଉଥିଲେ କେମିତି କ'ଣ ହେଇଛି। ଧନୁ କହିଲେ ଏଇଟା ମୋର ଫେଭରେଟ୍ ପ୍ଲେସ୍। ତାର ଖାଇସାରିକି ଆମେ ଯାଇଥିଲୁ ସାଇ ମନ୍ଦିର। ସାଇ ମନ୍ଦିରରେ ଠାକୁରଙ୍କୁ ଜୁହାର ହେଇକି ଭୋଗରାଗ କରିକି ତା ଘରକୁ ଫେରିଥିଲୁ। ରହିଲୁ। ନମସ୍କାର, ଜୟ ଜଗନ୍ନାଥ।